ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 9 ତାରିଖ ଶୁକ୍ରବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। 4,57,681 ଜଣଙ୍କୁ ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା। ନୂଆ ଭାବେ ଯୋଡ଼ି ହୋଇଥିବା 1,78,398 ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏହା ସହ ବିଭିନ୍ନ କାରଣ ପାଇଁ କଟିଯାଇଥିବା 24,018 ଜଣ ହିତାଧିକାରୀଙ୍କୁ ଏଥର ମିଳିବ ଟଙ୍କା। ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ ଦ୍ୱିତୀୟ କିସ୍ତିରେ ତାଙ୍କ ନାମ ନଥିଲା। ସେହିଭଳି 2,55,265 ଜଣ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଚଳିତ ସପ୍ତାହରେ 250 କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ଯିବ କନ୍ୟା ବିବାହ ଯୋଜନାରେ ବିବାହ ଉପହାର ସାମଗ୍ରୀର ଯୋଗାଣ ପାଇଁ ତତ୍କାଳିକା ଓ ମହିଳା ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢ଼ୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ମିଳିବ। ଏହିସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇ ଦେବେ ସରକାର। ଏହାଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତିରେ MOU ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ମୋଟ 51,000 ଟଙ୍କା ସହାୟତା ରାଶି ଦେବେ ସରକାର। ବାହାଘର ପଞ୍ଜୀକରଣ ହେବାର 7 ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ 35,000 ଟଙ୍କା। ଉପହାର ପାଇଁ 10,000 ଓ ସାଜସଜ୍ଜା ପାଇଁ 6,000 ଟଙ୍କା ଦେବେ ସରକାର। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ୍ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ନୂଆବର୍ଷ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ନୂଆବର୍ଷରେ ଏକାଥରକେ 2ଟି କିସ୍ତି ପାଇବେ। ନୂଆ ସୁଭଦ୍ରା ହିତାଧିକାରୀ ଆମେ ପୋର୍ଟାଲ ଖୋଲିଛୁ। 21 ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ଯାଉଛନ୍ତି। ସମସ୍ତେ ସୁଭଦ୍ରା ଟଙ୍କା ପାଇବେ, ସେଥିପାଇଁ ଆମ ବିଭାଗ କାମ କରୁଛି। କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି 17 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ବର୍ତ୍ତମାନ 1,93,89,801 ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି। ସେଥିମଧ୍ୟରୁ 97,51,479 ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ନିୟମ ଭାଙ୍ଗିଲେ ଛାଡ଼ିବେନି, ଏମିତି ITO ଅଫିସର ଦେଖିନଥିବେ। ନିଜ ପରିବାର ସଦସ୍ୟଙ୍କର ବି କାଟିଦେଲେ ଫାଇନ୍। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ITO ସୋନା ଚାଣ୍ଡେଲ ଆଜିକାଲିର ଖବର ଶିରୋନାମରେ ଅଛନ୍ତି। ITO ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରକୃତରେ ସୋନା ଚାଣ୍ଡେଲ ତାଙ୍କ ନିଜ ସରକାରୀ ଗାଡ଼ି ପାଇଁ ଏକ ଚାଲାଣ ଜାରି କରିଛନ୍ତି। ଏହା ବ୍ୟତୀତ ସେ ପରିବାର କୌଣସି ସଦସ୍ୟଙ୍କୁ ବି ଛାଡ଼ି ନାହାନ୍ତି। ଏହା ବ୍ୟତୀତ ସେ ସଚୋଟ ଭାବରେ ଚାଲାଣ ଜାରି କରିଛନ୍ତି ଏବଂ ଏହାକୁ ପୈଠ ମଧ୍ୟ କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଆଲୋଚନା ହୋଇଛି। ଲୋକମାନେ ତାଙ୍କ ସଚ୍ଚୋଟତାର ପ୍ରଶଂସା କରୁଛନ୍ତି। ସେପରି ଯାଞ୍ଚ ଅଭିଯାନ ମାଧ୍ୟମରେ ସଚେତନତା ମଧ୍ୟ କରୁଛନ୍ତି। ଯେତେବେଳେ ତାଙ୍କ ନିଜ ପରିବାରକୁ ମଧ୍ୟ ଛାଡ଼ି ନାହାନ୍ତି। ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରିପୋର୍ଟ ଅନୁଯାୟୀ ସୋନା ଚାଣ୍ଡେଲଙ୍କୁ ଜୁଲାଇ 2025ରେ ବିଭାଗ ଦ୍ୱାରା ଚାଲାଣ ଜାରି କରିବାକୁ ଏବଂ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ୍ ନଥିବା ଗାଡ଼ି ପାଇଁ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସେ ଏକ ଚେକ୍ ପଏଣ୍ଟରେ ଗାଡ଼ିଗୁଡ଼ିକୁ ଚେକ୍ କରି କୌଣସି କାଗଜପତ୍ର ନଥିଲେ ଚାଲାଣ କାଟୁଥିଲେ। ଏହି ସମୟରେ ତାଙ୍କ ପରିବାରର ଜଣେ ସଦସ୍ୟ ଏକ ସ୍କୁଟରରେ ଆସିଥିଲେ। ଏଥିରେ ନମ୍ବର ପ୍ଲେଟ୍ ମଧ୍ୟ ନଥିଲା ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଭାରତ ସହ ଶତ୍ରୁତା ଯେତେ ଗଭୀର ହେଉଛି, ବାଂଲାଦେଶ ଓ ପାକିସ୍ତାନ ଭିତରେ ବନ୍ଧୁତା ସେତିକି ବଢ଼ୁଛି। ଭାରତ ଓ ବାଂଲାଦେଶ ଭିତରେ ଚାଲିଥିବା ଅସନ୍ତୋଷ ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ଶତ୍ରୁତା ବଢ଼ାଉଛି ବାଂଲାଦେଶ, ଅନ୍ୟପଟେ ପାକିସ୍ତାନ ସହ ହାତ ମିଶାଇବା ଆରମ୍ଭ କରିଦେଇଛି। ଏହି ଦେଶ କେବଳ ସେତିକି ନୁହେଁ, ଦୁଇ ଦେଶ ନିଜର ପ୍ରତିରକ୍ଷା ବଳ ବଢ଼ାଇବା ପାଇଁ ମଧ୍ୟ ଏକାଠି ଆଲୋଚନା କରୁଥିବାର ନଜର ଆସିଛି। ବାଂଲାଦେଶ ବାୟୁସେନାର ମୁଖ୍ୟ ପାକିସ୍ତାନ ବାୟୁସେନାର ମୁଖ୍ୟଙ୍କୁ ଭେଟି ପ୍ରତିରକ୍ଷା ବଳ ବଢ଼ାଇବା ଦିଗରେ ଆଲୋଚନା କରୁଥିବାର ଜଣାପଡ଼ିଛି। ଏପରିକି ପାକିସ୍ତାନ ଠାରୁ 2ଟି ଫାଇଟର ଜେଟ୍ ନେବାକୁ ବାଂଲାଦେଶ କହିଥିବାର ଜଣାପଡ଼ିଛି। ବାଂଲାଦେଶ ବାୟୁସେନା ମୁଖ୍ୟ ମାର୍ଶାଲ ହାସନ ମହମ୍ମଦ ଖାନ ତାଙ୍କର ସମ୍ପ୍ରତି ପାକିସ୍ତାନ ଗସ୍ତ ସମୟରେ ପାକିସ୍ତାନରୁ JF-17 ବ୍ଲକ 3 ଯୁଦ୍ଧ ବିମାନ କ୍ରୟ କରିବାକୁ ଆଗ୍ରହୀ ଦେଖାଇଛନ୍ତି। ପରବର୍ତ୍ତୀ ଖବର, ସହରୀ ଗରିବଙ୍କ ପାଇଁ ବାସଗୃହ। ସୁଲଭ ବାସଗୃହ ପ୍ରକଳ୍ପରେ ଏହିମାନଙ୍କୁ ମିଳିବ ଘର। ଆସିଲା ନୂଆ ଲିଷ୍ଟ। ସୁଲଭ ବାସଗୃହ ପ୍ରକଳ୍ପଗୁଡ଼ିକରେ AHP ସ୍ଥିତି ସମୀକ୍ଷା କରିବା ସହ ନିର୍ମାଣ ସରିଥିବା ଗୃହଗୁଡ଼ିକର ସଠିକ୍ ବଣ୍ଟନ ଓ ବ୍ୟବହାର ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାସଗୃହ ବଣ୍ଟନ ପ୍ରକ୍ରିୟାକୁ ସରଳ କରିବା ଏବଂ ଯୋଜନାବଦ୍ଧ ସହରୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ଚନ୍ଦ୍ରଶେଖରପୁର ସୁଲଭ ବାସଗୃହ ପ୍ରକଳ୍ପ, ବୁଦ୍ଧ ବିହାର, ନୀଳମାଧବ ଆବାସ ଯୋଜନା, ଶାନ୍ତିପଲ୍ଲୀ ଆବାସ ଯୋଜନା ଏବଂ ସୁବୁଦ୍ଧିପୁର ସୁଲଭ ବାସଗୃହ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଗୃହଗୁଡ଼ିକ ଯେପରି ଖାଲି ପଡ଼ି ନ ରହେ ସେଥିପାଇଁ ହିତାଧିକାରୀଙ୍କୁ ତୁରନ୍ତ ବଣ୍ଟନ କରିବା ଓ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଘାଟିକିଆ ଏବଂ ଗଡ଼କଣାଠାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ କୁହାଯାଇଛି। ଆବାସ ପ୍ରକଳ୍ପଗୁଡ଼ିକର ସୁଚାରୁ ପରିଚାଳନା ପାଇଁ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ବାସଗୃହ ବଣ୍ଟନ ତିଥି, ନୀତି, ଭଡ଼ାଘରକୁ ପ୍ରାଥମିକତା ଏବଂ ଆନ୍ତଃବିଭାଗୀୟ ସମସ୍ୟାର ସମାଧାନ କରିବ। ନୂତନ ନିୟମ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ 6 ମାସ ପାଇଁ ଅସ୍ଥାୟୀ ବଣ୍ଟନ ପ୍ରୋଭିଜନାଲ ଅଲ୍ଟିମେଟ୍ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ। ସଫଳତାର ସହ ଏହି ସମୟ ଅତିବାହିତ ହେବା ପରେ ହିଁ ସ୍ଥାୟୀ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ବଣ୍ଟନ କରାଯାଇଥିବା ଘରକୁ କେହି ହସ୍ତାନ୍ତର କରିପାରିବେ ନାହିଁ କିମ୍ବା ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ। ସୁଲଭ ବାସଗୃହ ପ୍ରକଳ୍ପଗୁଡ଼ିକୁ ଆମ ବସ୍ ସେବା ସହିତ ଯୋଡ଼ାଯିବ, ଯାହାଫଳରେ ଲୋକମାନେ ସହଜରେ ଯାତାୟାତ କରିପାରିବେ। କୌଣସି ନୂଆ ବସ୍ତି କିମ୍ବା ନୂଆ ଜବରଦଖଲରେ ନୀତିକୁ କଡ଼ାକଡ଼ି ପାଳନ କରାଯିବ। ପ୍ରବାସୀ ଶ୍ରମିକ ଓ ସହରୀ ଗରିବଙ୍କ ପାଇଁ ଭଡ଼ା ସୂତ୍ରରେ ରହିବା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହି ପ୍ରକ୍ରିୟାରେ ସ୍ୱେଚ୍ଛାସେବୀ ସଂଗଠନ ଏନ୍ଜିଓ ମାନଙ୍କ ସହାୟତା ନିଆଯିବ। ପରବର୍ତ୍ତୀ ଖବର, ସବୁ ସରକାରୀ ସୁବିଧା ପାଇବି ଛାଡୁନି ଲାଞ୍ଚ ନିଶା। 10 ମାସରେ 17 ଲାଞ୍ଚୁଆ ପୋଲିସ ଗଲେଣି ଜେଲ୍। ଦରମା ବାତ୍, ଗମନାଗମନ, ଫୋନ୍ ଓ ତଦନ୍ତ ବାବଦରେ ବି ସରକାର ଅଧିକ ଅର୍ଥ ନେଉଛନ୍ତି। ଅଧିକାରୀମାନେ 17 ଜଣ ଲାଞ୍ଚ ପୋଲିସ ଅଫିସରଙ୍କୁ ଗିରଫ କରି ଜେଲରେ ପଠାଇଛନ୍ତି। ପୋଲିସ ଅଧିକାରୀମାନେ ଯେମିତି ଆର୍ଥିକ ସମସ୍ୟାରେ ପଡ଼ି ସାଧାରଣ ଲୋକଙ୍କୁ ଜୁଲମ କରି ଟଙ୍କା ନ ମାଗନ୍ତୁ, ସେଥିପାଇଁ ନୂଆ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟର 685ଟି ଥାନାକୁ ଗାଡ଼ି, 2ଟି ଡ୍ରାଇଭର ଓ ତେଲ ଦେବେ ସରକାର। ପୋଲିସ ଅଫିସକୁ 2 ଚକିଆ ଗାଡ଼ି ଦେଲେ, ପୁରୁଷଙ୍କୁ ବାଇକ୍ ଓ ମହିଳାଙ୍କୁ ସ୍କୁଟି ଦେଲେ। ତଥାପି ବର୍ଷ ବର୍ଷ ଧରି ପୋଲିସ ବାବୁମାନଙ୍କର ରହିଥିବା ଅଭ୍ୟାସରେ ପରିବର୍ତ୍ତନ ହେଉନାହିଁ। ଅଭିଯୋଗକାରୀଠାରୁ କିଭଳି ଟଙ୍କା ଝାଡ଼ିବାକୁ ଦେବେ ବିଭିନ୍ନ ଫନ୍ଦି ବାହାର କରୁଛନ୍ତି। ଅଭିଯୁକ୍ତକୁ ଧରିବା ଲାଗି ଯିବାର ଖର୍ଚ୍ଚର ବାହାନା କରନ୍ତି। ଏହାର ସମାଧାନ ଲାଗି ସରକାର ମାମଲାର ଗଭୀରତାର ଦୃଷ୍ଟି ରଖି ତଦନ୍ତକାରୀ ଅଧିକାରୀଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଲେ। ଦରମା ବ୍ୟତୀତ ଅଲଗା ଭାବେ ଟଙ୍କା ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ। ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ 25,000 ଟଙ୍କା, ବଳାତ୍କାର ମାମଲାରେ ରାଜ୍ୟ ବାହାରକୁ ଗଲେ 37,000, ରାଜ୍ୟ ଭିତରେ 18,000 ଟଙ୍କା ମିଳୁଛି। ସେହିପରି ଅପହରଣ ମାମଲାରେ ରାଜ୍ୟ ବାହାରକୁ ଗଲେ 30,000 ଓ ରାଜ୍ୟ ଭିତରେ 10,000 ଟଙ୍କା, ଅପମୃତ୍ୟୁ ମାମଲାରେ 13,000 ଟଙ୍କା ମିଳୁଛି। ସାଇବର ମାମଲାରେ ଅପରାଧୀଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲେ 45,000 ଟଙ୍କା ଓ ରାଜ୍ୟ ଭିତରେ 25,000 ଟଙ୍କା ଦିଆଯାଉଛି। ଏପରିକି ଏନ୍ଡିପିଏସ୍ ମାମଲାରେ ରାଜ୍ୟ ବାହାରକୁ ଗଲେ 35,000 ଟଙ୍କା ଓ ରାଜ୍ୟ ଭିତରେ 15,000 ଟଙ୍କା ମିଳୁଛି। ଚୋରି, ଲୁଟ୍, ଡକାୟତି ଓ ସିନ୍ଧି ଚୋର ଭଳି ଘଟଣାରେ ତଦନ୍ତକାରୀ ଅଧିକାରୀମାନଙ୍କୁ ମାମଲାରେ ପିଛା 17,000 ଟଙ୍କା ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ 3ଟି ପର୍ଯ୍ୟାୟରେ ତଦନ୍ତକାରୀ ଅଧିକାରୀଙ୍କ ଆର୍ଥିକ ସହାୟତା ବାବଦରେ ଓଡ଼ିଆ ପୋଲିସକୁ 150 କୋଟି ଟଙ୍କା ମଞ୍ଜୁର କରାଯାଇଛି। ତଥାପି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଇ ଗତ 10 ମାସରେ 17 ଜଣ ପୋଲିସ ଗିରଫ ହୋଇ ଜେଲ୍ ଯାଇଛନ୍ତି। ସବୁଠାରୁ ବଡ଼ କଥା, 17 ଜଣଙ୍କ ମଧ୍ୟରୁ 7 ଜଣ ଏତଲକାରୀ ଓ ଅଭିଯୁକ୍ତ ଉଭୟଙ୍କ ପାଖରୁ ଟଙ୍କା ନେଇ ଧରା ପଡ଼ିଛନ୍ତି ଏବଂ ଜେଲ୍ ଯାଇଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଆଇପିଏଲ୍‌ରୁ ଖେଳାଳିମାନଙ୍କୁ ବାଦ୍ ଦେବା ପାଇଁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ରଦ୍ଦ କରିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିଛି। ବାଂଲାଦେଶ ସରକାର ଦିଲ୍ଲୀ, ଆଗରତାଲା, ମୁମ୍ବାଇ, ଗୁଆହାଟୀ ଏବଂ ଚେନ୍ନାଇରେ ଥିବା ନିଜର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରତିଫଳନ ଭାବରେ ଦେଖାଯାଉଛି। ଭାରତ ପୂର୍ବରୁ ସେବା ରଦ୍ଦ କରିଦେଇଥିଲା। ବାଂଲାଦେଶ ପୂର୍ବରୁ ଭାରତ ନିଜର ଭିସା ସେବାକୁ ସ୍ଥଗିତ ରଖିଥିଲା, ଯାହା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଭାରତ ସରକାର କହିଥିଲେ। ଶେଖ୍ ହାସିନା ବିରୋଧୀ ଓସମାନ ଆଦିଙ୍କ ହତ୍ୟା ପରେ ବାଂଲାଦେଶରେ ହିଂସା ଓ ଉତ୍ତେଜନା ଦେଖାଦେଇଥିଲା। ପ୍ରଦର୍ଶନକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେବା କାର୍ଯ୍ୟକଳାପରେ ଲିପ୍ତ ରହିବା ଆରମ୍ଭ କରିଥିଲେ। ପ୍ରଦର୍ଶନକାରୀମାନେ ଭାରତୀୟ ଦୂତାବାସ ଏବଂ ହାଇକମିଶନ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଥିଲେ, ଯାହାଫଳରେ ଭାରତ ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଆଇଭିଏସି ବନ୍ଦ କରିଦେଇଥିଲା। ଏହା ସହ ଭିସା ସେବାକୁ ସ୍ଥଗିତ କରିଥିଲା। ବାଂଲାଦେଶ ଏହି ନିଷ୍ପତ୍ତି ନେବାର କାରଣ, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି। 18 ଦିନରେ 6 ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାର ପ୍ରତିବାଦରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ କେକେଆରରୁ ବାହାର କରିଦେଇଛି।
ପ୍ରତିବାଦ ସ୍ୱରୂପ ବାଂଲାଦେଶ ଭାରତକୁ ଭିସା ସେବା ସ୍ଥଗିତ କରିଛି ଏବଂ T20 ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ମନା କରିଛି। ଯଦିଓ ବିସିସିଆଇ ବାଂଲାଦେଶର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ତଥାପି ବାଂଲାଦେଶ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ରହିଛି। ଭାରତ ବାଂଲାଦେଶ ସମ୍ପର୍କ ନେଇ ଉତ୍ତେଜନା। ଶେଖ୍ ହାସିନାଙ୍କ ସରକାରଙ୍କ ପତନ ପରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ବାଂଲାଦେଶରୁ ପଳାୟନ କରିଥିବା ଶେଖ୍ ହାସିନାଙ୍କୁ ଭାରତ ଶରଣ ଦେଇଛି। ବାଂଲାଦେଶ ଏହାର ପ୍ରତିବାଦ କରି ତାଙ୍କର ପ୍ରତ୍ୟାର୍ପଣ ପାଇଁ ଆବେଦନ କରିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ବିହାରର 3 କୋର୍ଟକୁ ବୋମାରେ ଉଡ଼ାଇବା ଧମକ। କୋର୍ଟ ପରିସରକୁ ଖାଲି କରି ଚାଲିଛି ଯାଞ୍ଚ। ବିହାରର ରାଜଧାନୀ ପାଟନା ସହିତ 3 ଜିଲ୍ଲାର ସିଭିଲ କୋର୍ଟକୁ ବମ୍ବରେ ଉଡ଼ାଇବା ଧମକ। ଗୋଟିଏ ଦିନରେ ପାଟନା, କିଶନଗଞ୍ଜ ଓ ଗୟା ସିଭିଲ କୋର୍ଟକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏହି ମେସେଜ ଇମେଲ ମାଧ୍ୟମରେ ପଠାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ 3ଟି କୋର୍ଟ ପରିସରକୁ ଖାଲି କରାଯାଇଥିଲା। ପାଟନାରେ ସୂଚନା ପାଇବା ପରେ ପରିବାର ପୋଲିସ ଷ୍ଟେସନରେ ପୋଲିସ ଏକ ବୋମା ସ୍କ୍ୱାଡ୍ ଏବଂ ଏକ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋର୍ଟ ପରିସର ମଧ୍ୟରେ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ତଲାସୀ ଚାଲିଛି। ଗତ ବର୍ଷ ପାଟନା କୋର୍ଟକୁ 2 ଥର ସମାନ ଧମକ ମିଳିଥିଲା, କିନ୍ତୁ ପୋଲିସ କିଛି ସନ୍ଦେହଜନକ ପାଇନଥିଲା। କିଶନଗଞ୍ଜ ସିଭିଲ କୋର୍ଟକୁ ମଧ୍ୟ ବୋମା ଧମକ। ଏହି ଧମକ ଇମେଲ ମାଧ୍ୟମରେ ମଧ୍ୟ ଆସିଥିଲା। ଧମକ ପରେ ସିଭିଲ କୋର୍ଟରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ପୋଲିସ ଅଧୀକ୍ଷକ ସାଗର କୁମାର ମହାନ୍ତି କହିଛନ୍ତି ଯେ ଏହି ଧମକ ତାମିଲନାଡୁରୁ ଆସିଥିବା ମନେ ହେଉଛି। ପୋଲିସ ବର୍ତ୍ତମାନ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। କୋର୍ଟ ମ୍ୟାନେଜର ଧମକପୂର୍ଣ୍ଣ ଇମେଲ ଆସିଥିବା ସୁନିଶ୍ଚିତ କରିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଭଲ ନାହିଁ ବଡ଼ ମେଡିକାଲର ସ୍ୱାସ୍ଥ୍ୟ, ଚିକିତ୍ସା ପାଇଁ ଯିବାକୁ ଡରିଲେଣି ରୋଗୀ। ଡାକ୍ତର ଆନ୍ଦୋଳନ ସ୍ଥଗିତ ଯୋଗୁଁ ଲୋକେ ଆଶ୍ୱସ୍ତ ହୋଇଛନ୍ତି, କିନ୍ତୁ ରାଜ୍ୟର 2 ବଡ଼ ମେଡିକାଲରେ ଗତ 2 ଦିନ ଭିତରେ ଯାହା ଘଟିଛି ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରୋଗୀ ଓ ସମ୍ପର୍କୀୟ। ସରକାରୀ ହସ୍ପିଟାଲର ଅବସ୍ଥାବ୍ୟସ୍ତା ଭିତରେ ଚିକିତ୍ସା ପାଇଁ ଯାଇଥିବା ରୋଗୀ ଶୋଷ ହୋଇ ଫେରିବା ନା ଆହୁରି ବିଗିଡ଼ିଯିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟର 2 ପ୍ରମୁଖ ହସ୍ପିଟାଲ ଏସ୍ସିବି କଟକ ଏବଂ ଏମ୍କେସିଜି ବରହମପୁର ଚିକିତ୍ସା ପାଇଁ ଏଠିକୁ ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ଆସିଥାନ୍ତି। କିନ୍ତୁ ରାଜ୍ୟର 2 ବଡ଼ ମେଡିକାଲରୁ ଆସୁଥିବା ଏହି 2ଟି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି। କଟକ ବଡ଼ ମେଡିକାଲ ମେଡିସିନ ୱାର୍ଡରେ ସିମେଣ୍ଟ କଂକ୍ରିଟ ଖସି ଜଣେ ରୋଗୀ ଆହତ ହେବା ପରେ ପଦାରେ ପଡ଼ିଛି ଅବ୍ୟବସ୍ଥା। ଏମ୍ସ ପ୍ଲସର ସ୍ୱପ୍ନ ନେଇ ଏସ୍ସିବିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରୋଗୀ ଉପରେ ସିଲିଂ ଖସିବାକୁ ନେଇ ଅସନ୍ତୋଷ ଛାଡ଼ିଛନ୍ତି ରୋଗୀ ସମ୍ପର୍କୀୟ। ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା। ଦକ୍ଷିଣ ଓଡ଼ିଶାର ପାଣିକେନ୍ଦ୍ର ବ୍ରହ୍ମପୁର ଡାକ୍ତରଖାନାରୁ ଆସିଛି ଆହୁରି ଚିନ୍ତାଜନକ ଦୃଶ୍ୟ। ମଙ୍ଗଳବାର ସର୍ଜରୀ ବିଭାଗର ଓଟିରେ ଅପରେସନ ସମୟରେ ହଠାତ୍ ବିଦ୍ୟୁତ ଚାଲିଯିବାରୁ ଅନ୍ଧାରରେ କରାଯାଇଛି ଅସ୍ତ୍ରୋପଚାର। ଦୀର୍ଘ ସମୟ ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା। ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ ଅପରେସନ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଟିପିସିଓଡିଏଲ୍ ପକ୍ଷରୁ ପୂର୍ବ ସୂଚନା ବିନା ବିଦ୍ୟୁତ କଟାଯାଇଥିଲା। ଆପାତକାଳୀନ ୟୁପିଏସ୍ ମଧ୍ୟ କାମ କରିନଥିଲା। ରାଜ୍ୟର 2 ମୁଖ୍ୟ ହସ୍ପିଟାଲ ସ୍ଥିତି ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ରୋଗୀ ଓ ସମ୍ପର୍କୀୟ। ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ। ଓମସାର ଆନ୍ଦୋଳନ ସ୍ଥଗିତ ହୋଇଛି। ଡାକ୍ତର ସଂଘ ଓ ସ୍ୱାସ୍ଥ୍ୟକର୍ମୀମାନେ ଆଲୋଚନା ସକାରାତ୍ମକ ରହିଛି। ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଦାବି ପୂରଣ ନେଇ କମିଟି ଗଠନ କରିଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି। ଡାକ୍ତରଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ଓମସା ସଂଘ ସଭାପତି କିଶୋର ମିଶ୍ର କହିଛନ୍ତି ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି। ଦାବି ପୂରଣ ନ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ ବୋଲି କହିଛନ୍ତି ଓମସା ସଭାପତି। ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା। ଆସନ୍ତାକାଲିଠୁ ସବୁକିଛି ସ୍ୱାଭାବିକ ହେବ ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଗତକାଲି ସକାଳୁ ସକାଳୁ ବୋମା ଧମକ। ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି। ସମ୍ବଲପୁର ଜିଲ୍ଲା ଜର୍ଜ କୋର୍ଟରେ ବୋମା ଆତଙ୍କକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଆତଙ୍କର ମାହୋଲ ମଧ୍ୟରେ ତୁରନ୍ତ ପୋଲିସ ସୁରକ୍ଷାକର୍ମୀ ପହଞ୍ଚି ତୁରନ୍ତ ମାଜିଷ୍ଟ୍ରେଟଙ୍କଠାରୁ ଆରମ୍ଭ କରି ଓକିଲ, କର୍ମଚାରୀ ଓ ପେଶୀ ପାଇଁ ଆସିଥିବା ସମସ୍ତ ମୁଦାଲଙ୍କୁ ବାହାରକୁ ଯିବାକୁ କହି ସମଗ୍ର କୋର୍ଟ ପରିସରକୁ ଖାଲି କରିଦେଇଥିଲେ। ଏହା ବ୍ୟତୀତ ବୋମା ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ପହଞ୍ଚି କୋର୍ଟ ପରିସରକୁ ଯାଞ୍ଚ କରୁଛନ୍ତି। ସୂଚନାଯୋଗ୍ୟ ଯେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଜିଲ୍ଲା ଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଇମେଲରେ ଆସିଥିବା ଏକ ମେସେଜ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ନେଇ ସୂଚନା ମିଳିଥିଲା। ଫଳରେ ଜିଲ୍ଲା ଜଜ୍ ତୁରନ୍ତ ସମସ୍ତ ଓକିଲ, କର୍ମଚାରୀ ଓ ମୁଦଲାମାନଙ୍କୁ କୋର୍ଟ ପରିସର ଖାଲି କରିବାକୁ କହି ନିଜେ ମଧ୍ୟ ନିଜ ପ୍ରକୋଷ୍ଠରୁ ବାହାରି ଯାଇଥିଲେ। ଏହାସହ ସେ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଏ ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇଁ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ପୋଲିସ ଆକ୍ସନକୁ ଆସି କୋର୍ଟ ପରିସରକୁ ସିଲ୍ କରି ଯାଞ୍ଚ ଆରମ୍ଭ କରିଛି। ତେବେ ଖବର ଅନୁସାରେ କେବଳ ସମ୍ବଲପୁର ନୁହେଁ, 3ଟି କୋର୍ଟକୁ ମଧ୍ୟ ଧମକ ମିଳିଛି। କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ସମ୍ବଲପୁର ଭଳି କଟକକୁ ମଧ୍ୟ ଇମେଲରେ ଆସିଛି ବୋମା ଧମକ।
ଜିଲ୍ଲା ଜଜ୍ କୋର୍ଟ ଓ ହାଇକୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ କରାଯାଇଛି। ଅନ୍ୟପଟେ ଦେବଗଡ଼ ଜିଲ୍ଲା ନ୍ୟାୟାଳୟରେ 3ଟି ଆରଡିଏକ୍ସ ଥିବା ମେଲ୍ ଆସିଛି। କିଏ ଏଭଳି କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା ନେଇ ସାଧାରଣରେ କ୍ରୋଧ ଜାରି ରହିଛି। ରାଜଧାନୀ ଡେରାଡୁନ୍ ସମଗ୍ର ପାହାଡ଼ ପର୍ଯ୍ୟନ୍ତ ଲୋକମାନେ ଧାମୀ ସରକାର ଓ ଶାସନ ବ୍ୟବସ୍ଥା ବିରୁଦ୍ଧରେ ସେମାନଙ୍କର କ୍ରୋଧ ପ୍ରକାଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଲମୋରାର ଦୁଇ ଭଉଣୀ ପ୍ରତିବାଦର ଏକ ନୂଆ ପଦ୍ଧତି ଆପଣେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଇ ଭଉଣୀ ନ୍ୟାୟ ପାଇଁ ନିଜ ରକ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସଲ୍ଟର ବାସିନ୍ଦା କୁସୁମଲତା ପୋଦାଇ ଏବଂ 10ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ସାନ ଭଉଣୀ ସଞ୍ଜନା କାଶୀପୁରର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ଚିଠି ପଠାଇଛନ୍ତି। ସେମାନେ ଚିଠିରେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଭିଆଇପିମାନଙ୍କୁ ଅପରାଧ କରିବାର ଖୋଲା ଅଧିକାର ଅଛି କି? ସେମାନେ ଯୁକ୍ତି ଦେଇଛନ୍ତି ଯେ ଯେତେବେଳେ ଦେଶରେ ଗୋଟିଏ ଝିଅକୁ ନ୍ୟାୟ ପାଇଁ ଏତେ ସଂଘର୍ଷ କରିବାକୁ ପଡ଼ୁଛି, ସେତେବେଳେ ଅନ୍ୟ ଝିଅମାନେ ନିଜକୁ କିପରି ସୁରକ୍ଷିତ ମନେ କରିବେ? ଏବେ କିଏ ଦେବ ସୁରକ୍ଷା? କିଷାନ ମଞ୍ଚର ରାଜ୍ୟ ମୁଖପାତ୍ର ଏବଂ ପାହାଡ଼ ଫାଉଣ୍ଡେସନ ଅଧ୍ୟକ୍ଷ କୁସୁମଲତା ବୋଦାଇ ଏହାକୁ ସରକାର ପକ୍ଷରୁ ଏକ ସମ୍ବେଦନହୀନ କାର୍ଯ୍ୟ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ପ୍ରମାଣ ନଷ୍ଟ କରିବା ଏବଂ ବାହୁବଳୀ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାର ପ୍ରୟାସ ନ୍ୟାୟରେ ବାଧା ସୃଷ୍ଟି କରୁଛୁ। ଏହି ସମୟରେ ତାଙ୍କ ସାନ ଭଉଣୀ ସଞ୍ଜନା ପଚାରିଛନ୍ତି, ଯେତେବେଳେ ବାହୁବଳୀମାନେ ଅପରାଧ କରି ଖସି ଯାଉଛନ୍ତି, ସେତେବେଳେ ଆମ ପରିବାର ପିଲାମାନଙ୍କୁ କିଏ ସୁରକ୍ଷା ଦେବ? ସେ କହିଛନ୍ତି, ଝିଅମାନଙ୍କୁ ନ୍ୟାୟ ପ୍ରଦାନ କରିବା କେବଳ ଏକ ପରିବାର ଲଢ଼େଇ ନୁହେଁ, ବରଂ ସମଗ୍ର ସମାଜ ଏବଂ ସରକାରଙ୍କ ଦାୟିତ୍ୱ। ମହାମହିଙ୍କ ସାହାଯ୍ୟ ପାଇଁ ଅନୁରୋଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିରେ ସଞ୍ଜନା ଲେଖିଛନ୍ତି, ଅଙ୍କିତା ଦିଦିଙ୍କ ସହ ଘଟିଥିବା ଘଟଣା ଏବଂ ପରବର୍ତ୍ତୀ ସମୟରେ ନ୍ୟାୟର ବିଳମ୍ବତାକୁ ତଥା ତାଙ୍କ ବନ୍ଧୁମାନଙ୍କୁ ଗଭୀର ଭାବରେ ଭୟଭୀତ କରିଛି। ସେ ଭାବପ୍ରବଣ ଭାବରେ ପ୍ରଶ୍ନ କରିଛନ୍ତି, ଜଣେ ସାଧାରଣ ଝିଅଙ୍କର ଜୀବନ ଏତେ ଶସ୍ତା କି? ଭିଆଇପିମାନଙ୍କୁ ଅପରାଧ ପାଇଁ ଦଣ୍ଡ ନାହିଁ କି? ସେ ଜଣେ ମହିଳା ଏବଂ ଜଣେ ଅଭିଭାବକ ଭାବରେ ରାଷ୍ଟ୍ରପତିଙ୍କର ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଏହି ଘଟଣାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଭିଆଇପିଙ୍କ ପର୍ଯ୍ୟନ୍ତ ଦାୟିତ୍ୱ ଥିବା ସମସ୍ତଙ୍କୁ କଠୋର ଦଣ୍ଡ ମିଳିପାରିବ। ସେ ଲେଖିଛନ୍ତି, ଭାରତ ମାତାର ଝିଅମାନଙ୍କର ନିଜକୁ ସୁରକ୍ଷିତ ଅନୁଭବ କରିବାର ଅଧିକାର ଅଛି ବୋଲି କହିଛନ୍ତି।